ସୂର୍ଯ୍ୟର ଟେଙ୍ଗେ ଟେଙ୍ଗେ ଚାଲି ଦେଖିକି ଲୋକ ହେଇଗଲେ ହାଲକା ବା। ଆଜି ସକାଳୁ ସକାଳୁ ବାହାରି ଯାଇଥିଲୁ ଆମେ ଟିକରପଡ଼ା ଅଭିମୁଖେ, ଯେଉଁଥିରେ କି ତାଳଚେରରୁ ଟିକରପଡ଼ା ଅଭିମୁଖେ ବାହାରି ଯାଇଥିଲୁ ଆମେ 5 ଜଣ ସାଙ୍ଗ ମିଶିକି। କାହିଁକିନା ମୋର ତ ଏତେ ମୁଁ ଜାଣିନଥିଲି ଆଜି ଟିକରପଡ଼ା ଯିବାର ଥିଲା, କିନ୍ତୁ ମୋତେ ଏମାନେ କହିଲେ କି ଚାଲ ଯିବା। ବାଟରେ ଯାଉ ଯାଉ ଏମାନଙ୍କର ଆରମ୍ଭ ହେଇଗଲା ପରିବା ହାଟ ଆଉ ସବୁ ଜିନିଷ କିଣିବା ପାଇଁ। ଆଉ ଦେଶୀ କୁକୁଡ଼ା ଗୋଟେ ବି ଅର୍ଡ଼ର ହେଇଗଲା। ଦେଶୀ କୁକୁଡ଼ାକୁ ଅର୍ଡ଼ର କରିକି ବର୍ତ୍ତମାନ ଟିକରପଡ଼ା ଗେଟ୍ ପାଖରୁ ଜଷ୍ଟ ଟିକେ ପୂର୍ବରୁ ଆମେ ଅଛୁ, ଯୋଉଠିକି ଆମେ ଭୋଜି କରିବୁ। ଗାଧୁଆ ପାଧୁଆ ବି କିଛି ହେଇନି। ଏଇଭଳିଆ ଜାଗାରେ ପାଣି ଏଇଭଳି ଅଛି, ଆଉ ଭିଉ ମସ୍ତ ଭିଉ ପୁରା। ଟିକରପଡ଼ା ପୂର୍ବ ଗେଟ୍ ପୂର୍ବରୁ ଜଷ୍ଟ ଏଇଭଳିଆ ଭିଉ। ଏଇ ଜାଗାରେ ଆମେ ଭୋଜି କରିବୁ। ନେଟୱାର୍କ ପୁରା ଜିରୋ। ଏଇ ଜାଗାକୁ ଆସିବ ମାନେ ନେଟୱାର୍କ ପୁରା ଜିରୋ। ନେଟୱାର୍କ ଏଠି କିଛି ବି ରହୁନି, ଖାଲି ଭିଡିଓ ବନେଇବା ନହେଲେ କିଛି ନା। ଆଉ ପିଲା ଆମର ପୁରା ବାଉଁଶ ବୋହି ବୋହି ନେଲେଣି। ଆଉ ଏଠିକି ଆସିଛୁ ଆମେ ପାଣି ନେବା ପାଇଁ, ମାନେ କୋଉଠି ପାଣିର ବ୍ୟବସ୍ଥା ନଥିଲା। ଆଉ ଏଇଠି ଗୋଟେ ନଳକୂଅଟେ ମିଳିଗଲା। ମାନେ ଭାଇ କହିଲେ ଏଇଠି ଆସିକି ପାଣି ନେଇଯାଅ, ତ ଏଇଠୁ ପାଣି ଆସିକି ନେଇଛୁ। କିନ୍ତୁ ତାଙ୍କ ବଗିଚାଟା ବି ମତେ ବହୁତ ସୁନ୍ଦର ଲାଗୁଛି। ବଗିଚାର ଭିଉ ଦେଖନ୍ତୁ, ବଗିଚାର ମାନେ କେତେ ନେଚୁରାଲ ଜାଗା ଭିତରେ କେତେ ସୁନ୍ଦର ଲାଗୁଛି ଜାଗାଟି, ବହୁତ ବଢିଆ ଲାଗୁଛି। ମାନେ ଶେଷରେ ଗଞ୍ଜରେ ପାଣି ମୁଣ୍ଡରେ ବୋହିବାକୁ ପଡୁଛି ଏତେ ବାଟରୁ। ଚାଖଣା ପାଇଁ ଆଚ୍ଛା, ହେଇଟା ମଦ ଥମ୍ସଅପ୍ ମଦ। ଆଚ୍ଛା, ଏଇଟା ଆମର ବସିଛି କାଠ ଚୁଲା ରୋଷେଇ। ଇଏ ହେଲା ଏଗ, ପ୍ରୋଟିନ ଦବ ଦେହକୁ ଢେର ସାରା। ଏଗ ଛଡେଇବା ପାଇଁ ମତେ ଦେଇଛି, ତ ଏଗଟି ଛଡେଇବି। ଏ 12ଟି ଯାକ ଏଗ ଛଡେଇ ସାରିଲା ପରେ ଚାଖଣା ହବ। ମୋର 4ଟା ନାହିଁ, ମୁଁ 2ଟା। ମୁଁ କାହିଁକି ନା ମୁଁ ଖାଇଲା ମାନେ ଝାଡା ହେଇଯାଏ, ବୋଇଲେ ଅଣ୍ଡା କମ ଖାଇବି। ପିଆଜ ଲାଲ ଲାଲ ହେଲାଣି। ଛେଚା ଆଉ ରସୁଣ ଛେଚା ଦେଶୀ ଚିକେନ ପାଇଁ। ସୂର୍ଯ୍ୟ ହଉଛନ୍ତି ଆମର ମିସ୍ତ୍ରୀ, ଇଂଲଣ୍ଡରୁ ଆଇଛନ୍ତି। ଚିକେନ ତୋରି ବି ପୁରା ରେଡି ହେଇଗଲାଣି, ଖାଲି ଚିକେନ ପଡିବ। ବର୍ତ୍ତମାନ ଚିକେନ ପଡିଗଲା, ଲୁଣ ମାନେ ପଡିଗଲା ଆମର ପାଣିରେ। ଡଙ୍କି ମାରେ ଜଲଦି, ହଁ ଡଙ୍କି ମାରେ, ଡଙ୍କି। ଟମାଟର ପୁଡା ହେଇଛି ଚାଖଣା ପାଇଁ। ବର୍ତ୍ତମାନ ହଉଛି ଦେଶୀ ଚିକେନ, ମସଲା ହେଇଗଲା ରେଡି। ଚିକେନ କୁ ଦିଅ ଢାଳି, ରେଡି ତ। ଥମ୍ସଅପ୍ ପାଇଁ ପୁରା ଚାଖଣା ରେଡି, ପୁରା ଏ କ୍ଲାସ ରେଡି ହେଇଛି। ଚାଖଣା ଅଣ୍ଡା ସିଝା, ତାପରେ ଟମାଟର ପୁଡା, ମିକ୍ସଚର, ତାପରେ ଆମର ବୁଟ ଇଏ ଫାଳ ମିକ୍ସଚର, ବାଦାମ ପକୋଡା, ପିଆଜ କଟିଂ, ଶ୍ରୀରାମ ପାମ୍ପଡ, ବଏଲ ଅଣ୍ଡା। ଇଏ ହଉଛି ବଏଲ ଅଣ୍ଡା, ଇଏ ହଉଛି ସିଝା ଅଣ୍ଡା। ଆଉ ପୁରା ରେଡି, ସବୁ ତ ପୁରା ରେଡି। ଆଉ ହେଲା ଦେଶୀ ଚିକେନ, ଚମଥାଇ ଦେଶୀ ଚିକେନ। ଲେଗଡା, ଏଟା ବି ଲେଗଡା। ସବୁ ରେଡି ତ? ହଁ, ରେକର୍ଡ କରିବ କକଟେଲ ସହିତ ଥମ୍ସଅପ୍। ଆମର ଆଇଟମ ଗୁଡାକ ହଉଛି ଭାତ, ଚିକେନ, ତାପରେ ଖଟା, ତାପରେ ସାଲାଡ, ଲଙ୍କା, ଲେମ୍ବୁ, ପିଆଜ। ହଁ ମଙ୍ଗଳ ବାବୁ, ସିଏ ହାଡେ ଭୋଜି ପ୍ରୋଗ୍ରାମ କଲା ବେଳକୁ ମୁଇଁ ଭାଇ ଟପ ଟପ କିନି ଦେଶୀ ଚିକେନ ଖାଲି ଗିଳି ପକେଇଲି। ଆଗ ବର୍ତ୍ତମାନ ଚାଲିଲୁ ଟିକରପଡ଼ା ଅଭୟାରଣ୍ୟ ଭିତରକୁ। ବୁଲି ବୁଲାଇ ନାହିଁ, ବାଘ ଯଦି ଦେଖିଲୁ ଦେଖିଲୁ, ନହେଲେ ନାହିଁ ଘରକୁ ଯିବୁ। ଆଉ କିରା କରିବୁ? ଏଠି ବାଘ ଅଛି କି କୁମ୍ଭୀର ଅଛି? କୁମ୍ଭୀର ବି ଅଛି, ବାଘ ବି ଅଛି। ବିଶ୍ୱ ପ୍ରସିଦ୍ଧ ସାତକୋଶିଆ ଟାଇଗର ରିଜର୍ଭ। ଗାଡିରେ ଯଦି କିଛି ବାସନ ଅଛି ତାକୁ ଏଇଠି ଓହ୍ଲେଇବାକୁ ପଡିବ। ସିକ୍ୟୁରିଟି ଗାର୍ଡ ଭିତରକୁ ଆଲାଉ କରିବେନି। ସବୁ ବାସନକୁ ଏଠି ଥୋଇବେ, ଗାଡିରେ ଯାହା ବି ସାମାନ ଥିବ ତାପରେ ଭିତରକୁ। ଟାଇମ 2:28 ହେଇଛି। ବର୍ତ୍ତମାନ ଭିତରକୁ ଆମେ ଏଣ୍ଟ୍ରି କରୁଛୁ, ବିଜୁଳି ବି ମାରୁଛି। ମାଲିକ ବର୍ତ୍ତମାନ ସାତକୋଶିଆ ଗେଟ୍ ପାଖରେ ଆମେ ପହଞ୍ଚି ଗଲୁ, ଭିତରକୁ ଚାଲିଲୁ। ଟିକରପଡ଼ା ଚାଲ। ଏରା ପ୍ୟାଣ୍ଟ ସାର୍ଟ ପିନ୍ଧି ନାହାନ୍ତି କି ଆଣି ନାହାନ୍ତି, ବୋଧେ ଖାଲି ନଙ୍ଗଳା ହେଇକିନା ଏଟା ବୁଲୁଛନ୍ତି। ମୁଁ ଯେତେ କହିଲି କି ପ୍ୟାଣ୍ଟ ସାର୍ଟ ପିନ୍ଧ ନା ଗାଧିବା, ଏଟା କୁମ୍ଭୀର ଛାଡି ଦେଇଛି ତମେ ଗାଧିବ। ଶଳା ଖାଲି ତ ନଙ୍ଗଳା ହେଇକିନି ବୁଲୁଛନ୍ତି ଏଟା, ଯେମିତି ଆଉ ନିଜ ଗାଁ ଭଳିଆ। ଶାହରୁଖ ଖାନ ପ୍ଲେସ, ରିଙ୍କୁ ଆମର ପୁରା ଶାହରୁଖ ଖାନ ହେଇଯାଇଛି ଏଇଟା ବର୍ତ୍ତମାନ। ସେଇଟା ଆମର ପାହାଡ ଆରପଟେ ଡେଇଁଲେ ବୌଦ୍ଧ। ଆଚ୍ଛା, ସେଇଟା ବୌଦ୍ଧ। ଆଚ୍ଛା, ସେଇଟା ଆମର କୁମ୍ଭୀର ଏବେ ଛାଡା ହେଇଛି 50 ଫୁଟ ଛୋଟ କୁମ୍ଭୀର। ଜାଗାଟା ତ ବହୁତ ବଢିଆ ଲାଗୁଛି, କିନ୍ତୁ ନେଚୁରାଲ ଜାଗା ଭିତରେ ବହୁତ ସୁନ୍ଦର ଲାଗୁଛି। ମାନେ ମୁଁ କେବେ ଆସିନଥିଲି, ଫାର୍ଷ୍ଟ ଟାଇମ ଏଇଠିକି ଆସୁଛି ଟିକରପଡ଼ା। ଆଉ ଟିକରପଡ଼ାର ମାନେ ଭିଉ ମତେ ଏତେ ସୁନ୍ଦର ଲାଗିଲା। ଏଇ ଯୋଉ ଜାଗା ପଛର ବ୍ୟାକଗ୍ରାଉଣ୍ଡ, ପୁଣି ବର୍ଷା ପଡୁଛି, ବର୍ଷା ଆଉ ବର୍ଷା ମାଡର ଏଇଭଳିଆ ଭିଉ ମସ୍ତ ଲାଗୁଛି। ମାନେ ପୁରା କୋଉ ଭଳିଆ ବାମ୍ଫ ବାହାରୁଛି, ପୁରା ବହୁତ ସୁନ୍ଦର ଲାଗୁଛି ଜାଗାଟା, ବହୁତ ସୁନ୍ଦର। ସୂର୍ଯ୍ୟର ହଉଛି ପାର୍ଟ 2 ଟେଙ୍ଗେରେ ଚାଲି ଯୋଉଟା, ସେଇଟା ପୁରା ସୂର୍ଯ୍ୟ ମିଶେଇକି ପୁରା ଚାଲୁଛି। ଦେଖନ୍ତୁ କୋଉ ଭଳିଆ ଆକ୍ସନରେ ଚାଲୁଛି, ଟେଙ୍ଗେରେ କରି।
ये हूँ टिकरपड़ार एंट्री गेट जोटी आपको किसी पैसा देकी टिकेट काटिकी एंट्री करा पड़ो भितर को ये बेसी किसी ना बास किसी कुंभीर शोचती आउ कि मत देखा मिललानी बाटर आसु आसु आमको देखा जाता गजराज महाराज जो कि सी बाहर को जंगल भितर बाहर को पलि आसते टिके डर लगी।